ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ରୟତି ଢୋଲମରା ଗ୍ରାମ ପଞ୍ଚାୟତ ଅଧୀନ ବରପଲ୍ଲୀ କୁଟୁକୁଣି ଗ୍ରାମର ମିଶ୍ରିତ ମା ତାରିଣୀ କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ଚାଲିଥିବା 33ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆଠାରେ ଗ୍ରାଣ୍ଡ ଫାଇନାଲ ମ୍ୟାଚ୍ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚ୍ରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସମିତି ସଭ୍ୟ ମାନସ କୁମାର ଦାସ ଏବଂ ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ମୁକୁଡ଼ା ପରିଡ଼ା ଯୋଗଦାନ କରି ଖେଳକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ। ଏଥିସହିତ ମଞ୍ଚାସୀନ ଅତିଥି ଇଞ୍ଜିନିୟର ଧନେଶ୍ୱର ପରିଡ଼ା, ସମାଜସେବୀ ଜଗନ୍ନାଥ ନାୟକ, ଜୟକୃଷ୍ଣ ପରିଡ଼ା, ସିଦ୍ଧେଶ୍ୱର ବୀର, ସୁଦର୍ଶନ ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ ଜମ୍ବେଶ୍ୱର ପ୍ରଧାନ, ମୁରଲୀଧର ନାୟକ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହିତ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଟୁର୍ଣ୍ଣାମେଣ୍ଟର ଅନ୍ତିମ ଦିବସ ତଥା ଗ୍ରାଣ୍ଡ ଫାଇନାଲ ମ୍ୟାଚ୍ରେ ଏନ୍ପି ୟୁଥ୍ କ୍ଲବ ନୟାଗଡ଼ ଏବଂ ଏମ୍ଟିସି କୋଣାର୍କ ନଗର ଖୋର୍ଦ୍ଧା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏନ୍ପି ୟୁଥ୍ କ୍ଲବ ନୟାଗଡ଼ ଟସ୍ ୱିନ୍ କରି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ନୟାଗଡ଼ 16 ଓଭର ବିନିମୟରେ ସମସ୍ତ ୱିକେଟ୍ ହରାଇ 132 ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଏମ୍ଟିସି ଖୋର୍ଦ୍ଧା 14 ଓଭର ବିନିମୟରେ ସମସ୍ତ ୱିକେଟ୍ ହରାଇ ମାତ୍ର 71 ରନ୍ ସଂଗ୍ରହ କରିବାରେ ସମର୍ଥ ହୋଇ ପରାଜିତ ହୋଇଥିଲା। ଏନ୍ପି ନୟାଗଡ଼ କ୍ରିକେଟ ଟିମ୍ 61 ରନ୍ରେ ଖୋର୍ଦ୍ଧା କ୍ରିକେଟ ଟିମ୍ଠାରୁ ବିଜୟ ଲାଭ କରି ଚମ୍ପିୟନ ଦଳ ଭାବରେ ବିବେଚିତ ହୋଇଛି। ଫାଇନାଲ ମ୍ୟାଚ୍ରେ ବିଜୟୀ ଦଳର ଗଣେଶ 3 ଓଭରରେ 4ଟି ୱିକେଟ୍ ନେଇ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷିତ ହୋଇଥିଲେ ଓ ଲିଟୁ 5ଟି ୱିକେଟ୍ ନେଇ ମ୍ୟାନ୍ ଅଫ୍ ଦି ସିରିଜ୍ ଭାବରେ ବିବେଚିତ ହୋଇଥିଲେ। ଅମ୍ପାୟାର ନୀଳମଣି ପରିଡ଼ା ଓ ଶେଷଦେବ ବାରିକ ଖେଳକୁ ପରିଚାଳନା କରିଥିବା ବେଳେ ସ୍କୋରର ଭାବରେ ମହିମା ପ୍ରସାଦ ପରିଡ଼ା ଦାୟିତ୍ୱ ସମ୍ପାଦନ କରିଥିଲେ। ଭାଷ୍ୟକାର ଭାବରେ ଚିତ୍ତରଞ୍ଜନ ମାଝୀ ଗୁରୁ ଦାୟିତ୍ୱ ତୁଲାଇଥିଲେ। ମୁଖ୍ୟ ଅତିଥିଙ୍କ ଦ୍ୱାରା ପରାଜିତ ଖୋର୍ଦ୍ଧା ଦଳକୁ ରନର୍ସ ଅଫ୍ ଟ୍ରଫି ସହିତ 10,000 ଟଙ୍କା ଓ ବିଜୟୀ ଦଳ ଭାବରେ ନୟାଗଡ଼ ଦଳକୁ ଚମ୍ପିୟନ ଟ୍ରଫି ସହିତ 15,000 ଟଙ୍କା ପ୍ରଦାନ କରାଯାଇଥିଲା। ମନୋରଞ୍ଜନ ପାଇଁ ଖୋର୍ଦ୍ଧା ବେଗୁନିଆରୁ ଆସିଥିବା ଚିୟର ଗାର୍ଲସମାନେ ଖେଳାଳି ଓ ଦର୍ଶକମାନଙ୍କୁ ନୃତ୍ୟ ମାଧ୍ୟମରେ ଉତ୍ସାହିତ କରିଥିଲେ। ଶହ ଶହ ଦର୍ଶକ ମନଭରି ଖେଳକୁ ଉପଭୋଗ କରିଥିବା ବେଳେ ଅନୁଷ୍ଠାନ ତରଫରୁ ସମସ୍ତଙ୍କ ପାଇଁ ଭୋଜନର ବ୍ୟବସ୍ଥା କରାଯାଇଥିଲା। ମା ତାରିଣୀ କ୍ରିକେଟ କ୍ଲବର ସଭାପତି ଦିଲ୍ଲୀପ କୁମାର ପରିଡ଼ା ଓ ସମ୍ପାଦକ ଶ୍ରୀଧର ପରିଡ଼ା, ସମସ୍ତ ସଭ୍ୟ, ବରପଲ୍ଲୀ ଓ କୁଟୁକୁଣି ଉଭୟ ଗ୍ରାମର ଗ୍ରାମବାସୀଙ୍କ ସାହାଯ୍ୟ ସହଯୋଗରେ ଏହି ମ୍ୟାଚ୍ ସମ୍ପୂର୍ଣ୍ଣ ହୋଇପାରିଛି। ଆଗାମୀ ଦିନରେ ଏହି ମ୍ୟାଚ୍କୁ ଆହୁରି ସରସ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ଅନୁଷ୍ଠାନ ତରଫରୁ ସୂଚନା ମିଳିଛି। ଖଣ୍ଡପଡ଼ାରୁ ସଦାଶିବ ପାତ୍ରଙ୍କ ରିପୋର୍ଟ, ଲିଭ୍ ଲାଇଭ୍ ପଡ଼ିଆ। ମୁଁ ସୁନିଲ କୁମାର ମହାନ୍ତି, ଢୋଲମରା ଗ୍ରାମ ପଞ୍ଚାୟତ ବରପଲ୍ଲୀ ଗ୍ରାମର ସୂର୍ଯ୍ୟୋଦୟ ୟୁଥ୍ କ୍ଲବର ଆମେ ହଉଛି ସମସ୍ତ ମେମ୍ବର ଯିଏକି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିଲେ। ବରପଲ୍ଲୀ କୁଟୁକୁଣି ଦୁଇଟା ଯାକ ମିଶି ଏ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିଲେ। ଯେହେତୁ ଏହି ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଅତିଥି ଥିଲେ ଆମର ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ। ଯେହେତୁ ଆମ ବିଧାୟକଙ୍କୁ ଆମେ ଖଣ୍ଡପଡ଼ାର ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କୁ 2 ଥର ଡାକିଲୁଣୁ, ଯେହେତୁ ସେ 2 ଥର ଆମ ପାଖକୁ ଆସିନାହାନ୍ତି, ତେଣୁକରି ଆମର ସବୁ କ୍ଲବ ପିଲାଙ୍କ ମନ ଦୁଃଖ, ଗ୍ରାମବାସୀ ମାନଙ୍କର ମନ ଦୁଃଖ। ମୁଁ ଏ ଭିଡିଓ ମାଧ୍ୟମରେ ଦୁଷ୍ମନ୍ତ କୁମାର ସ୍ୱାଇଁ ସାର୍ ଆପଣଙ୍କୁ ଜଣେଇ ଦେଉଛି ଯେ ସାର୍ ଏଇଥର ଯାହା ହେଲା ହେଲା କିଛି କଥା ନାହିଁ, କିନ୍ତୁ ସାର୍ ମୋର ଅନୁରୋଧ ଆପଣ ଆରଥରକୁ ବହୁତ ଭଲ ଭାବରେ ମୁଁ ଆଶା କରୁଛି ଆସିବେ। କିନ୍ତୁ ସବୁବେଳେ ସାର୍ ଆମେ ଆପଣଙ୍କୁ ଏବେ ଦେଖା କରିକି ବି ଆସିଥିଲୁ, ଆପଣ ପ୍ରତିଶ୍ରୁତି ଦେଇଥିଲେ ଆସିବେ ବୋଲି। ଆ ପୂର୍ବରୁ ବି ଯାଇଥିଲୁ ଘରେ ପ୍ରତିଶ୍ରୁତି ତଥାପି ଦେଇଥିଲେ। 2 ଥର ସାର୍ ଆପଣ ଆମ ପ୍ରତିଶ୍ରୁତି ଭାଙ୍ଗିଲେଣି। ତେଣୁକରି ମୁଁ ଆଶା କରୁଛି ଯେ ଆପଣ ତୃତୀୟ ଥର ଆମ ପ୍ରତିଶ୍ରୁତି ଭାଙ୍ଗିବେନି। ସାଧାରଣ କିଛିଟା ଲୋକଙ୍କ କଥା ଶୁଣି ମତେ ଯେତିକି ଲାଗୁଛି ଆମ ରାଜନୀତି ଭିତର କଥା, କିନ୍ତୁ ସାର୍ ଏଇଠି ରାଜନୀତିର କଥା କିଛି ନୁହଁ। ଏଇଟା 2ଟା ଗ୍ରାମର କଥା, 2ଟା ଗାଁର ଖେଳ, ଆମ ପଞ୍ଚାୟତର ଖେଳ, ଆମ ଢୋଲମରାର ଖେଳ। ଏଇଠି ହଜାର ହଜାର ଲୋକ ଆସିକି ଦେଖୁଛନ୍ତି ଖେଳ, 10,000 ଦର୍ଶକ ଦେଖୁଛନ୍ତି। କିନ୍ତୁ ସାର୍ ଆପଣ ଗୋଟେ ଥର ଭାବନ୍ତୁ, ଯଦି ଆଜି ଆପଣ 2 ଥର ଆସିଲେନି ତ ସାର୍ ଭୁଲ ଆମର କଣ ଥିଲା? ଆମେ ତ ନିଜେ ଆପଣଙ୍କ ପାଖକୁ ଗଲୁ, ସବୁ କଲୁ, ଆପଣ ପ୍ରତିଶ୍ରୁତି ଦେଲେ, ତ 2 ଥର ବି ଆସିଲେନି। ମୋର ଅନୁରୋଧ ସାର୍ ଆପଣ ନିହାତି ଆ ପରଥର ଆସିବେ ବୋଲି ଆଶା ରଖୁଛି। ତେଣୁକରି ଏତିକି କହି ମୁଁ ମୋ ବକ୍ତବ୍ୟ ଶେଷ କରୁଛି। ଏନ୍ପି ୟୁଥ୍ କ୍ଲବ ନୟାଗଡ଼ର ସନ୍ତୋଷ କୁମାର ସାହୁ। ଟିମ୍ କରାଯାଇଛି ପିଲାମାନଙ୍କ ଖେଳ ପାଇଁ, ନୟାଗଡ଼ ପାଇଁ ଟିମ୍ କରାଯାଇଛି। ଏଠିକାର ଯେଉଁ ଟିମ୍ କମିଟିକୁ ବହୁତ ଅଶେଷ ଧନ୍ୟବାଦ। ଯାହା ବି କରିଛନ୍ତି ବହୁତ କିଛି କରିଛନ୍ତି ଆୟୋଜନ ହିସାବରେ। ଆଜିର ଖେଳରେ ଖୋର୍ଦ୍ଧା ପରାଜୟ ସ୍ୱୀକାର କରିଛି, କ'ଣ କହିବେ ତାଙ୍କୁ, କେଉଁ ବାର୍ତ୍ତା ଦେବେ? ରନ୍ ହିସାବରେ ଫାଇନାଲ୍ ହିସାବରେ ଅବଶ୍ୟ କମ୍ ରନ୍ ହେଇଥିଲା। ଯେହେତୁ ଫାଷ୍ଟ ବ୍ୟାଟିଂ ଅଛି, 150ରୁ 200 ରନ୍ ହେବା ଦରକାର। ବୋଲରମାନଙ୍କୁ ମୁଁ ଅଧିକ ଶୁଭେଚ୍ଛା ଦେବି, ଯେଉଁମାନେ ଭଲ ବୋଲିଂ କରିଛନ୍ତି। ବୋଲରମାନଙ୍କ ଯୋଗୁଁ ଆମେ ଜିତିବା। ଆଉ ଖୋର୍ଦ୍ଧାର ପିଲା ବି ଭଲ ଖେଳିଥିଲେ, ତାଙ୍କର ବୋଲିଂ ବହୁତ ଥିଲା। ଯେହେତୁ 130 ରନ୍ରେ ସୀମିତ କରିଥିଲେ, ମାନେ ବହୁତ ଭଲ ଖେଳିଥିଲେ। ବ୍ୟାଟିଂ ବିପର୍ଯ୍ୟୟ ହେବାରୁ ତାଙ୍କର ସେଟା ହେଲା, କିନ୍ତୁ ସେମାନେ
ଆଜି ୱିନର ଦଳ ହିସାବରେ କ'ଣ କହିବେ? ୱିନର ଦଳ ବିଷୟରେ ଖେଳ ଗୋଟେ ଅନସଡନ୍ ଆମେ ବି ଆଶା କରିନଥିଲୁ ଯେ 37 ରନରେ ତାଙ୍କୁ ରଖିପାରିବୁ, କିନ୍ତୁ ବୋଲରମାନେ ପିଲାମାନେ ସମସ୍ତେ କ୍ୟାଚ୍ ମିସ୍ ନ କରି ଭଲ ସମସ୍ତେ ସହଯୋଗ ଦେଇ ଜିତେଇଛନ୍ତି, ସେଥିପାଇଁ ଅଶେଷ ଅଶେଷ ଧନ୍ୟବାଦ। ଆପଣ ମୋ ନାଁ ହେଉଛି ପ୍ରୀତିଶ କୁମାର ରାୟ, ଆମ ଘର ହେଉଛି ବେଗୁନିଆ ଖୋର୍ଦ୍ଧା। ତ ଆମେ ଏଠିକି 2 ବର୍ଷ ହେଲା 3 ବର୍ଷ ଏଇଟା ମିଶେଇ 3 ବର୍ଷ ଆସୁଛୁ। ଆଉ ଭଲ ଟୁର୍ଣ୍ଣାମେଣ୍ଟ କରନ୍ତି ଏମାନେ। ଆଉ ଆମ ପିଲା ସେମିଫାଇନାଲ ଭଲ ଖେଳିଥିଲେ, ଏଗନେଷ୍ଟ ପ୍ଲେୟର ଭଲ ଖେଳିକି ସେ ଜିତିଲେ। ଆମ ପିଲା ଟିକେ ହାରିଗଲୁ। ବ୍ୟାଟ୍ସମ୍ୟାନ୍ ଟିକେ ଆମର ୱିକେଟ୍ ଟିକେ ପକେଇଦେଲେ, ସେଥିପାଇଁ ଆମେ ହାରିଗଲୁ। ମୁଁ ମାନସ କୁମାର ଦାସ, ରହିଛି ଢୋଲମରା ଗ୍ରାମ ପଞ୍ଚାୟତର ସମିତି ସଭ୍ୟ। ଆଜି ବରପଲ୍ଲୀ ମା ତାରିଣୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଫାଇନାଲ ମ୍ୟାଚ ହେଉଥିଲା। ସେଠି ମାନ୍ୟବର ବିଧାୟକ ଦୁଷ୍ମନ୍ତ ବାବୁଙ୍କୁ ମୁଖ୍ୟ ଅତିଥି ଭାବେ ଡକାଯାଇଥିଲା। କୌଣସି କାରଣରୁ ସେ ଯୋଗ ଦେଇପାରିଲେ ନାହିଁ। ତଥାପି ବରପଲ୍ଲୀ କ୍ରିକେଟ କ୍ଲବ ପିଲାମାନେ ବହୁତ ଶାନ୍ତି ଶୃଙ୍ଖଳାର ସହ କ୍ରିକେଟ ପରିଚାଳନା କଲେ। ଫାଇନାଲରେ ନୟାଗଡ଼ ଭର୍ସେସ ଖୋର୍ଦ୍ଧା ଖେଳ ହେଉଥିଲା। ବହୁତ ଚିତ୍ତାକର୍ଷକ ଖେଳ ହେଲା। ଆଉ ଏଥିରେ ଚମ୍ପିଆନ ହେଲେ ନୟାଗଡ଼ ଟିମ୍, ରନର୍ସ ଅପ୍ ହେଲେ ଖୋର୍ଦ୍ଧା ଟିମ୍। ଆଉ ତାରିଣୀ କ୍ଲବର ପିଲାମାନେ ବହୁତ ମନ ଖୁସିରେ ସେମାନଙ୍କର ସହଯୋଗରେ କାହା ନିଜ ନିଜର ବୁଦ୍ଧି ଖଟାଇ ଖେଳଟିକୁ ବହୁତ ପରିଚାଳନା କରିଥିବାରୁ ନୂଆ ବର୍ଷରେ ସେମାନଙ୍କୁ ଅଭିନନ୍ଦନ ଜଣାଇଲି ଆଉ ଧନ୍ୟବାଦ ଜଣାଇଲି। ଆଉ ଆଜିର ଖେଳ ବହୁ ଶୃଙ୍ଖଳାର ସହିତ ଉଦ୍ବାଚିତ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇ ମୋର ବକ୍ତବ୍ୟ ଶେଷ କରୁଛି। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ମୁଁ ଚଗଲା ପରିଡ଼ା, ମୋ ଘର ବରପଲ୍ଲୀ। ମୁଁ ବରପଲ୍ଲୀ ଗ୍ରାମବାସୀ ଯୁବକ ସଂଘର ଜଣେ ମେମ୍ବର। ମା ତାରିଣୀ ଯୁବକ ସଂଘ ବରପଲ୍ଲୀର କୁଟୁକୁଡ଼ି ଅନୁକୂଳରେ ତାର 33ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ କରିସାରିଛି। ଆଜି ତାର ଅନ୍ତିମ ଦିବସ, ଗ୍ରାଣ୍ଡ ଫାଇନାଲ। ଆଜି ଯିଏକି MTC କଣାକନଗର ଖୋର୍ଦ୍ଧା ଭର୍ସେସ ନୟାଗଡ଼ ଥିଲା, ଯିଏକି ଭଲ ପ୍ରଦର୍ଶନ କରିଥିଲେ ନୟାଗଡ଼ ବାଲା। ଆଉ ନୟାଗଡ଼ ଭଲ ଫିଲ୍ଡିଂ ୱିନ୍ କରିଥିଲା ମଧ୍ୟ ନୟାଗଡ଼। ଖୋର୍ଦ୍ଧା ଟିକେ ତାଙ୍କର ବ୍ୟାଟିଂ ଲୁଜ୍ ଥିଲା, ବୋଲିଂ ବି ଟିକେ ଲୁଜ୍ ଥିଲା, ତଥାପି ନୟାଗଡ଼ ୱିନରେ ପରିଚାଳିତ ହେଇଗଲା। ଆମେ ଅନେକ ପ୍ରକାର ଗେଷ୍ଟ ଆଉ ସମସ୍ତଙ୍କୁ ଆମେ ବାଦ ଦେଇଥିଲୁ ଆସିବା ପାଇଁ। ତାର ଦୁଷ୍ମନ୍ତ ସାର୍ଙ୍କୁ ଆମେ ବି ଡାକିଥିଲୁ ଆସିବା ପାଇଁ, ସେ ଆମ କଥା ଗ୍ରହଣ ଯୋଗ୍ୟ କରିନଥିଲେ। ଆର ବର୍ଷ ମଧ୍ୟ ଆମେ ତାଙ୍କୁ ଡାକିଥିଲୁ ଆସିବା ପାଇଁ, ଆମେ ଗେଷ୍ଟ ହିସାବରେ ଚିଫ୍ ଗେଷ୍ଟ ହିସାବରେ ଆମେ ଡାକିଥିଲୁ ଫାଇନାଲକୁ, ତଥାପି ସେ ଆସିଲେନି। ଆମେ ଗୋଟେ ଗର୍ବ କରୁଥିଲୁ ତାଙ୍କୁ ନେଇକି, ଆମ ଏରିଆର MLA ତାକୁ ଗର୍ବ କରୁଥିଲୁ ଆମେ। ଆମେ ଯେତିକି ଆଶା କରୁଥିଲୁ ଯେ ସେ ଯେତିକି ଗର୍ବ କରୁଥିଲୁ ସେ ଆସିବା ପାଇଁ, ମାନେ ଆମ ପିଲା ଏତେ ଉତ୍କଣ୍ଠା ସହିତ ଗର୍ବ କରୁଥିଲେ, ତଥାପି ସେ ଆସିଲେନି। ଯେ ଆମକୁ ଖରାପ ଲାଗୁଛି, ଯେହେତୁ ଆମ ଏରିଆର MLA ଆମକୁ ଏତେ ଭଲ ପାଇବା ଦଉଛନ୍ତି, ସ୍ନେହ ଦଉଛନ୍ତି। ଆଉ ମୁଁ ବା ଅଧିକ ଆଉ କଣ କହିବି, ଆଉ ରଖୁଛି ଏଠି ମୋ ବକ୍ତବ୍ୟ ଶେଷ କରୁଛି। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ମୋ ନାଁ ସଂଗ୍ରାମ ନାୟକ, ଯିଏକି ବରପଲ୍ଲୀ ସୂର୍ଯ୍ୟୋଦୟ କ୍ଲବର ସଭାପତି। ଆଜି ଆମର ବରପଲ୍ଲୀ ପଡ଼ିଆରେ 33ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିଲା, ଯୋଉଥିରେ କି ଫାଇନାଲ ମ୍ୟାଚରେ ଥିଲେ ଖୋର୍ଦ୍ଧା ବନାମ ନୟାଗଡ଼, ଯୋଉଥିରେ କି ଆମର ନୟାଗଡ଼ ୱିନ୍ ହେଇଛନ୍ତି। ଆଉ ଆମର ବହୁତ ପରିଶ୍ରମ ଦ୍ୱାରା ଏଇ ଖେଳର ଆୟୋଜନ ଆମେ କରିଛୁ, ଯେ କି ଆମର କୁଟୁକୁଣି ବରପଲ୍ଲୀର ପ୍ରତ୍ୟେକ ଭାଇମାନଙ୍କ ସହଯୋଗରେ ଆଜି ଆମେ ଏତେ ବଡ଼ ଅନୁଷ୍ଠାନ କରିପାରିଛୁ। ଆଉ ଆମର ଗୋଟିଏ କଥା, ମୋର ଗୋଟେ ଏତିକି ରିକ୍ୱେଷ୍ଟ ଥିଲା, ଆମର ଏତିକି ଗୋଟେ MLA ସାର୍ଙ୍କ ପାଖରେ ରିକ୍ୱେଷ୍ଟ ଥିଲା। ତ ସାର୍ଙ୍କ ପାଖକୁ ଆମେ ଯାଇଥିଲୁ ଏଇଥିପାଇଁ, କାହିଁକି ନା ଗାଁକୁ ଆଜ୍ଞା ଆମର ରୋଡ ନାହିଁ, ମଶାଣିକି ଯିବା ପାଇଁ ରାସ୍ତା ନାହିଁ। ସାର୍ ଆସିଥିଲେ ଆମେ ଟିକେ ପଡ଼ିଆ ଦେଖେଇଥାନ୍ତୁ, ସ୍କୁଲ ଘରୁ ଆଜ୍ଞା ପାଣି ରହୁଛି ତା ବି ଟିକେ ଦେଖେଇଥାନ୍ତୁ, କିନ୍ତୁ ଆମର ବରପଲ୍ଲୀ ଗ୍ରାମରେ ଆଜ୍ଞା କୌଣସି ଉନ୍ନତି ନାହିଁ। ତ ସେଥିପାଇଁ ଆମେ MLA ସାର୍ଙ୍କୁ ଡାକି, ସାର୍ଙ୍କୁ ଆମେ ସେଥିପାଇଁ ଡକେଇଥିଲୁ ତ ଗାଁର କିଛି ଦୁଃଖ ଜଣାଇବା ପାଇଁ। ଯେହେତୁ MLA ସାର୍ ଆସିଲେନି, ଆମକୁ ବହୁତ ଦୁଃଖ ଲାଗିଲା। ଆଉ ଦର୍ଶକ ବି ବହୁତ ଦୁଃଖିତ ହେଲେ, କାହିଁକି ନା ସମସ୍ତେ ଜାଣିଥିଲେ ଆଜି ଦୁଷ୍ମନ୍ତ ସାର୍, ଯିଏକି ଆମର ଖଣ୍ଡପଡ଼ା ବ୍ଲକର ବିଧାୟକ, ଯିଏକି ଆଜି ବରପଲ୍ଲୀ ପଡ଼ିଆକୁ ଆସିଛନ୍ତି, କିନ୍ତୁ ସାର୍ ଆସିଲେନି। ଏଥିପାଇଁ ଆମେ ଟିକେ ବହୁତ ଦୁଃଖିତ ହେଲୁ, ଆଉ ଦର୍ଶକ ବି ବହୁତ ଦୁଃଖିତ ହେଲେ। 10-15 ଦିନ ଆଗରୁ ଆମେ ସାର୍ଙ୍କ ପାଖକୁ ଯାଇଥିଲୁ, ସାର୍ଙ୍କୁ ଇନଭାଇଟ୍ ଦେଇଥିଲୁ, କିନ୍ତୁ ସାର୍ ଆସିଲେନି। ସେ ଗୋଟାକ ପିଲାମାନଙ୍କର, ସବୁ ଭାଇମାନଙ୍କର ଟିକେ ମନ ଦୁଃଖ ରହିଲା। ତ ଆଉ ବିଶେଷ କିଛି ମୁଁ କହିବାକୁ ଚାହୁଁନି। ଆମର ଏଠି
ଖୋର୍ଦ୍ଧାର ଟିମ୍ ହାରିକି ଯାଇଛନ୍ତି, ଯୋଉଟା କି ଆମକୁ ବହୁତ ଦୁଃଖ ବି ଲାଗୁଛି, କିନ୍ତୁ ଭଲ ପ୍ରଦର୍ଶନ ବି କରିଥିଲେ, ଦର୍ଶକ ମାନଙ୍କୁ ବି ଭଲ ଖେଳର ପ୍ରଦର୍ଶନ ଦେଖେଇଥିଲେ। ଆଉ ନୟାଗଡ଼ ଭାଇ ବି ଆମର ଏଠି ଓନରସିପ ହେଇଛନ୍ତି, ସେଇଟା ବି ବହୁତ ଖୁସି ଲାଗୁଛି। ଯେହେତୁ ଆମେ ଖେଳର ଆରେଞ୍ଜମେଣ୍ଟ କରୁଛୁ, ତ ନୟାଗଡ଼ ୱିନ୍ ହେଇଛି ଏବଂ ଖୋର୍ଦ୍ଧା ଭାଇ ମାନେ ହାରିକି ଯାଇଛନ୍ତି। ତ ସବୁ ଭାଇ ମାନଙ୍କୁ ମୋର ଅନୁରୋଧ, ସେ ଖୋର୍ଦ୍ଧା ଭାଇ ମାନଙ୍କୁ ଆମର ଛୋଟ ସବୁ ବର୍ଷ ଭଳି ଏଇଭଳି ଆମର ଟୁର୍ଣ୍ଣାମେଣ୍ଟ ଆମେ କରୁଛୁ। ଆପଣ ଭାଇ ମାନେ ଆସିଥିବାରୁ ଆମେ ବହୁତ ବହୁତ ଖୁସି ଓ ବହୁତ ବହୁତ ଧନ୍ୟବାଦ ବି ଜଣାଉଛୁ। ଆର ବର୍ଷ ବି ସେମିତି ଭାଇ ମାନେ ଆମରି କଥା ରଖିକି ଆସିଲେ ଆମେ ବହୁତ ଉପକୃତ ହବୁ। ଏଇଟା ଜଗନ୍ନାଥ।